ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ କି? ଏହି ମହିଳା ହେଉଛନ୍ତି ଅନିତା ମହାପାତ୍ର। ଦିନ ଥିଲା ସେ ବହୁତ ଭଲ ଭାବରେ ବୁଲାବୁଲି କରିପାରୁଥିଲେ। ମନ୍ଦିର, ବଜାର, ପଡ଼ିଶା ସବୁଆଡ଼େ ଯାଉଥିଲେ। କିନ୍ତୁ ଆଣ୍ଠୁ ଯନ୍ତ୍ରଣା ଧୀରେ ଧୀରେ ତାଙ୍କୁ ଘର ଭିତରେ ବନ୍ଦୀ କରିଦେଇଥିଲା। ମନ୍ଦିର ଯିବା ବନ୍ଦ, ପଡ଼ିଶା ଯିବା ବନ୍ଦ, କେବଳ ଚାରିକାନ୍ଥ ଭିତରେ ଦିନ କାଟିବାକୁ ପଡ଼ୁଥିଲା। ଯନ୍ତ୍ରଣା ତାଙ୍କ ଆଣ୍ଠୁକୁ ଅଚଳ କରିଦେଇଥିଲା। ନିଜ ପାଇଁ ଚା ତିଆରି କରିବା ବି ସମସ୍ୟା ହୋଇପଡ଼ିଥିଲା। ଶେଷରେ ସେ ଆମ ପାଖକୁ ଆସିଲେ। ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଲା ଯେ ତାଙ୍କ ଆଣ୍ଠୁରେ ସିଭିୟର ଆର୍ଥ୍ରାଇଟିସ୍ ଯୋଗୁଁ ଆଣ୍ଠୁର ଡିଫର୍ମିଟି ହୋଇଛି ଏବଂ ନିଷ୍ପତ୍ତି ନିଆଗଲା ନି ରିପ୍ଲେସମେଣ୍ଟ ସର୍ଜରୀ କରାଯିବ। ସର୍ଜରୀ ସଫଳ ହେଲା। ସର୍ଜରୀର ପରଦିନ ଠାରୁ ସେ ଚାଲିବା ଆରମ୍ଭ କଲେ ଏବଂ ଏବେ ଆପଣ ଦେଖୁଛନ୍ତି 1 ମାସର ଫିଜିଓଥେରାପି ପରେ ସେ ଆରାମରେ ଚାଲିପାରୁଛନ୍ତି। ଆଜି ସେହି ଅନିତା ଦେବୀ ପୁଣି ମନ୍ଦିର ଆଉ ବଜାର ଯାଉଛନ୍ତି। ତାଙ୍କ ଆଣ୍ଠୁରେ ଆଉ ଯନ୍ତ୍ରଣା ନାହିଁ, ଅଛି ତ କେବଳ ଚାଲିବାର ଉତ୍ସାହ। ଜୀବନକୁ ଚାରିକାନ୍ଥ ଭିତରେ ସୀମିତ ରଖନ୍ତୁ ନାହିଁ। ଠିକ୍ ଚିକିତ୍ସା ଆପଣଙ୍କୁ ଆପଣଙ୍କ ପୁରୁଣା ଜୀବନ ଫେରାଇ ଦେଇପାରିବ।